गायत्री प्लीज ते बुझिବାକୁ ଚେଷ୍ଟା କର ତମେ ମୋର ବୁଝିବା ଦରକାର ନାହିଁ କଣ ମତେ ବୁଝେଇବ ଆଶ୍ଚର୍ଯ୍ୟ ଲୋକ ଗାୟत्री ତମେ ଏତେ ବୁଝିଲା ପରେ ତମେ ଯଦି ଅବୁଝ ହବ କେମିତି ହବ କହିଲ କାଇଁ ଆଉ କେତେ ଦିନ ବୁଝେଇବ କହିଲ ଡାକ୍ତର କଣ କହିଲେ ଶୁଣିଲ ତ ଏଇଠି ଗାୟତ୍ରୀ ଗୋଟେ ଗୋଟେ ସବୁ ଶୁଣୁଛି ଶୁଣିଲା ପରେ ବି ତମେ ଚୁପ ହେଇକି ରହୁଛ କେମିତି ହେଲା ଗାୟତ୍ରୀ ହେଲା ଆଉ ତମର ବ୍ୟସ୍ତ ହବା ଦରକାର ନାହିଁ ମୁଁ ସମସ୍ତଙ୍କୁ ସତ କଥା ଗୋଟିଏ ଗୋଟିଏ କହିଦେବି ସେତେବେଳକୁ ଆଉ କିଛି ନଥିବ ଏ ଘର ଭିତରେ ତମରି ପାଇଁ ଦୁଃଖର ରେଉଟା ଲହରୀ ମାରୁଥିବ ତମ ଭାଇର ଅବସ୍ଥା ଯାହା ହବା କଥା ହବ ତମ ଭଉଣୀ ଖାଇବାକୁ ନ ପାଇ ପର ଘରେ ଯାଇ ବାସନ ମାଜିବ ତା ବାହାଘର ହେଇପାରିବନି ଗାୟତ୍ରୀ ସେମିତି କିଛି ହବନି ମୋର ବିଶ୍ୱାସ ଭଗବାନ ଆମ ପ୍ରତି କେବେ ଏତେ ନିଷ୍ଠୁର ହେବେନି ତମକୁ ଚନ୍ଦ୍ର ପ୍ରତି ନିଷ୍ଠୁର ହବାକୁ ହବ ଖୁସି ହବ ଚୌରାଶୀ ବର୍ଷରେ ତୋ କାଲି ଖୁସି କେତେ ଅଛି ମସି ନମିତା କହିଲା ସିଏ ମା ହବାକୁ ଯାଉଛି ସାନ ବାବୁ ମା ହବାକୁ ଯାଉଛନ୍ତି ସକାଳୁ ଭଗବାନ ବାନ୍ତି କରୁଥିଲା ପାଖରେ ବାନ୍ତି କରୁଛୁ କାହିଁକି ପେଟ ଗରମ ହେଇଛି ପାଣି ପିଇବେ ଗାୟତ୍ରୀ ବାତି ସେ ବାତି ନୁହଁ ମୁଁ ମା ହବାକୁ ଯାଉଛି ଗାୟତ୍ରୀ ଶୁଣିପାରିଲ ତ ଗାୟତ୍ରୀ ଚନ୍ଦ୍ର କଣ କହିଲା ଶୁଣିପାରିଲ ତ ସାନ ବୋହୁ ମା ହବାକୁ ଯାଉଛନ୍ତି ଅନେକ ବର୍ଷ ପରେ ହରିଶ ଦାସ ଘରେ କୁଆ କୁଆ ଆବାଜ ଶୁଣିବ ଏ ହରିଶ ଦାସ ହକଡ଼ଟା ଫାଟି ପଡ଼ିବ ଗାୟତ୍ରୀ ଫାଟି ପଡେ ଆମର ଯୋଉ ଚିନ୍ତା କଲ ଆମ ପୂଜାଟା ବୁଝି ହେଇଗଲାଣି ଆମ ହରିଶ୍ଚନ୍ଦ୍ର ନାଟକ ରୋହିତ ପାଠ କଲା ବେଳକୁ ଆଦୌ ଭଲ ଲାଗୁନି ମୋର ପୁଅ କି ଝିଅ ହେଲେ ସିଏ ଆମ ହରିଶ୍ଚନ୍ଦ୍ର ନାଟକ ରୋହିତ ପାଠ କରିବ ଆରେ ନାଇଁ ରେ ତାକୁ ନେଇ ମୁଁ କେତେ ସ୍ୱପ୍ନ ଦେଖିଛି ମନ ଭିତରେ ଶୁଣୁ ପୁଅ ହେଲେ ଡାକ୍ତର ହବ ଝିଅ ହେଲେ ଲେକ୍ଚର ହବ ଆମ ଗାଁରେ ଡାକ୍ତର ଲେକ୍ଚର କେହି ନାହାନ୍ତି ତ ଆଉ ଯଦି ପାଠ ନ ପଢିଲା ଆମ ସାଙ୍ଗେ ନାଟକ କରିବ ତମେ ହରିଶ୍ଚନ୍ଦ୍ର ଭାଉଜବେ ସଭ୍ୟା ଆଉ ସିଏ ତମ ରୋହିତ ଶୁଣୁ କେତେ ବଡ ଖୁସିର ଦିନ ସେମିତି ରହିପାରିବ ଆଉ ଗୋଟେ କାମ କର ତୁ ନନାଙ୍କ ଦୋକାନକୁ ଯିବୁ ବାଜିଆ ଦୋକାନକୁ ତାକୁ ମନା କହିବୁ ସେଠୁ ମିଠା ନେଇ ଆସିବ ଆରେ ତୁ ମନ ଯେତେ ହବ ନେଇ ଆସିବ ଜଲ୍ଦି ଆସିବ ଅନେକ ବର୍ଷ ପରେ ହରିଶ ଦାସର ସ୍ୱପ୍ନ ସତ ହବାକୁ ଯାଉଛି ଗାୟତ୍ରୀ ଘର ଭିତରେ ପରା ଶୁଣିବ ଚନ୍ଦ୍ର ପିଲା ହବ ଗାୟତ୍ରୀ ଚନ୍ଦ୍ରର ପିଲା ହବ ତମେ ଚନ୍ଦ୍ର କଣ କହିଲା ଶୁଣି ପାରିଲନି ଆରେ ସାନ ବହୁ ଅନ୍ତଃସତ୍ତ୍ୱା ଏ କଥା 8 ଦିନ ଆଗରୁ ମୁଁ ଜାଣିଛି ବଡ଼ ଆଶ୍ଚର୍ଯ୍ୟ କଥା ଗାୟତ୍ରୀ 8 ଦିନ ହେଲା କଥାଟା ଜାଣିଲ ଏପର୍ଯ୍ୟନ୍ତ ମତେ କହିଲ କହିବାର କାରଣ ଏ ଅଛି ସେ ପିଲାଟା ଏ ଦୁନିଆର ଆଲୋକ ଦେଖିଲେ ତ ତମେ ଆରେ ଏମିତି କଣ ପାଇଁ କହୁଛ କଣ ପାଇଁ ଏମିତି କହୁଛ 3 ଦିନ ଘରେ ଚୁଲି ଜଳିନି ଯାହା କିଛି ଚାଉଳ ଥିଲା ରୋଷେଇ ହେଇଥିଲା ତମେ ଦି ଭାଇ ଖାଇଛ ଆମେ ଦି ଯା ଏପର୍ଯ୍ୟନ୍ତ ଉପାସ ଅଛୁ ଦିଦି ଦିନ ଘରେ ଚୁରି ଜଳିନି ଆଉ କଥାଟା ଏପର୍ଯ୍ୟନ୍ତ ମତେ କହିଲ କହିଲେ କଣ ହେଇଥାନ୍ତା ମାଟି ଆଣିଥାନ୍ତ ନା ବୋଝ ବୋଇଥାନ୍ତ ଆରେ ଯିଏ ତ ରୋଜଗାର କରି ଘରକୁ ପୋଷୁଥିଲା ତାକୁ ତ ଘରୁ ବାହାର କରିଦେଲ ଆଉ ଯିଏ ଅଛି ସିଏ ଭାବୁଛି ମୁଁ ଛୋଟ ପିଲା ହିଁ ଅଛି ମୋ ଭାଇ ଅଛି ତ ମୋ ପାଖରେ ଭାତ ଅଛି ହଁ ଗାୟତ୍ରୀ ଆଉ ଭାଇ ଅଛି ତ ତା ପାଇଁ ସବୁ କିଛି ଅଛି ଗାୟତ୍ରୀ କେତେ ଦିନ ତାକୁ ଏମିତି ମିଛ କହୁଥିବ ଆରେ ବାସା ହେଲାଣି କାଲି କି ପିଲା ଛୁଆ ହବ ତା ଜୀବନ ଭବିଷ୍ୟତ ସେ ଗଢିବ ନା ନାହିଁ ଆମରି ପାଇଁ ସେ କେତେ ଦିନ ଘରକୁ ବସରେ ପଡି ରହିଥିବ ମୋ କଥା ମାନ ଆଜିରେ ଚନ୍ଦ୍ରକୁ ସବୁ ସତ କହିଦିଅ ଏଇଥିପାଇଁ ମତେ ଆଜି ପର୍ଯ୍ୟନ୍ତ କଥାଟା କହିନଥିଲ ନା ଦିନ ଦୁଇଟା ଭିତରେ ମୁଁ ମରିଛି ନାଇଁ ଗାୟତ୍ରୀ ନାଇଁ ତମେ ଦେଖିବ ଗାୟତ୍ରୀ ଚନ୍ଦ୍ରର ପୁଅକୁ ନ ଦେଖିବା ପର୍ଯ୍ୟନ୍ତ ଈଶ୍ୱର ମତେ କେବେ ନେଇପାରିବନି ଜମ ମତେ କେବେ ନେଇପାରିବନି ଆମେ ଈଶ୍ୱରକୁ ଡାକ ଗାୟତ୍ରୀ ଈଶ୍ୱରକୁ ଡାକ ଗାୟତ୍ରୀ ଅତି ଶୀଘ୍ର ଚନ୍ଦ୍ରର ପିଲା ସହିତ ମୋର ଦେଖା ହଉ ଏଇଠି ଗାୟତ୍ରୀ ଏଇ ଘରେ ଏଇ ଅଗଣାରେ ଚନ୍ଦ୍ରର ଫୁଲଟା କାନ୍ଦୁଥିବ ମୁଁ ତାକୁ କୋଳରେ ଧରିଥିବି ତାକୁ ବୁଝିବା ପାଇଁ ମୁଁ ଧୋରେ ବାଇଆ ଗୀତଟା ଗାଇ ତାକୁ ଶୁଣଉଥିବି ସେ ପିଲାଟା ବଞ୍ଚିବ କେମିତି ଆରେ ଜଣେ ତ ବଡ ଘରେ ରହିବାକୁ ଭଲ ସ୍କୁଲରେ ପାଠ ପଢେଇବାକୁ ଏ ଘରୁ ବଡ ଗାଡି ଚାଲିଗଲା ଆଉ ଚନ୍ଦ୍ର ମୋ ଦିଅର ନୁହଁ ସେ ହଉଛି ମୋ ପୁଅ ମୁଁ ତାରି ପାଇଁ ମା
তাই পাই নিজ হাতের নিজে মু বন্ধা হয়ে গলি তুমি কোন চাহুছ মো পুଅଟା দিনে ଖାଇବା ପାଇଁ ଆଉ କାହା ଦୁଆରେ ଯାଇକି ହାତ ମତେ ଭିକ ମାଗୁ ନାଇଁ ଗାୟତ୍ରୀ ସେମିତି କିଛି ହବନି ହବ କେତେ ଦିନ ଯାଇ ଚନ୍ଦ୍ର ଆମ ପାଖରେ ଥିବ ସେ ନିଜକୁ ନିର୍ମୂଳି ଲତା ହେଇକି ରହିଯାଇଥିବ ଦେଖ ସେ ଭଲ ପାଠ ପଢେ ସବୁଥିରେ ଫାଷ୍ଟ କ୍ଲାସ୍ ମୋ ମନେ କହୁଛି ସେ ନିଶ୍ଚୟ ଭଲ ଚାକିରି କରିବ ତା ସ୍ତ୍ରୀ ଭଲ ଖାଇବ ତା ପିଲାମାନେ ବଡ଼ ସ୍କୁଲରେ ପାଠ ପଢିବେ ମୋ କଥା ମାନ ତମେ ଆଜିରେ ଚନ୍ଦ୍ରକୁ ସବୁ ସତ କହିଦିଅ ଆଲେ ଗାୟତ୍ରୀ ମତେ ଠିକ ଗାୟତ୍ରୀ ମତେ କଣ କରିବାକୁ ପଡିବ ମୁଁ ଯାହା କହିବି ସେଇଆ କରିବ କହିଲି ଗାୟତ୍ରୀ ସେମିତି କହିଲେ ହବନି ମୋ ମୁଣ୍ଡ ଉପରେ ହାତ ରଖି କୁହ ମୁଁ ଯାହା କହିବି ତମେ ସେଇଆ କରିବ ଦେଖ ମୋ ମନେ କହୁଛି ଚନ୍ଦ୍ର ଦିନେ ବଡ଼ ଚାକିରି କରିବ ଭଲ ରୋଜଗାର କରିବ ତା ପିଲା ଛୁଆମାନେ ଭଲ ଘରେ ରହିବେ ଭଲ ଖାଇବେ ଭଲ ପିନ୍ଧିବେ ମୋ ମୁଣ୍ଡ ଉପରେ ହାତ ରଖି କୁହ ଯାହା କହିବି ସେଇଆ କରିବ ହଁ ଗାୟତ୍ରୀ ତମେ ଯାହା କହିବ ମୁଁ ନିଶ୍ଚିତ କରିବି ମତେ ଖାଲି ଠିକ ଗାୟତ୍ରୀ ମତେ କଣ କରିବାକୁ ପଡିବ ଆମେ ଚନ୍ଦ୍ରଠୁ ବିଦାୟ ନେଇଯିବା সম্ভব নয় গায়ত্রী পিলাটা বহুত কষ্ট পাইব কারিগরর নিপুণ অভদ শৈলে পথর দেবতা হুয়ে মাটির ছাতি চিরিলে ফসল হুয়ে মন্ত্রী ফাটিলে গছ হুয়ে সুখ আসে যন্ত্রণা সহিলে হে করিব বলছে খাইব বলছে সে রহিব কোথায় গাই গিপ্রিকি করে গুহারটা খালি পড়িছে সেই গুহার ঘরে সে রহিব গুহার ঘরে গাই গরু রতে মরিছ নুহ ଅନ୍ଧାରେ ରହିଲେ ଆଲୋକ ଖୋଜିବ ମଶା ମେଳରେ ରହିଲେ ମଶାରୀ ପାଇଁ ପଇସା ଯୋଗାଡ଼ କରିବ হে ଗାୟତ୍ରୀ ତା ସ୍ତ୍ରୀ ତା ପିଲା କଣ କରିବେ ଆରେ ସ୍ତ୍ରୀ କଥା ଭାବିଲେ ସେ ଭାବିବ ମୁଁ ଜଣେ ଭଲ ସ୍ୱାମୀ ପିଲା କଥା ଭାବିଲେ ସେ ଜାଣିବ ମୁଁ ଗୋଟେ ଭଲ ବାପା ତମେ କେମିତି ଚନ୍ଦ୍ରକୁ ବୁଝେଇବ କଣ କରିବ ମୁଁ ସେ କଥା ଜାଣିନି କିନ୍ତୁ ଚନ୍ଦ୍ର ଆଜି ଘରୁ ଯିବା ଦରକାର ତମେ ମୋ ମୁଣ୍ଡ ଛୁଇଁଛ ଆଉ କେ ବାକି ରହିଲ ଖାଇଯାଅ ଭାଇ ଭାଇ ଏଇଟା ଆମ ପୂଜା ପାଇଁ ଆଉ ଗୋଟେ ମସ୍ତ ନମିତା ଦେଇଦେବି ନମିତା ମିଠା এই ଚନ୍ଦ୍ର চুপ কোন কোন আজ তো তোমার নিহাত কিছু কথা বলছি জানিস তবে কোন কথা কইব আমার কইলে তার মত রইতো ঠিক কথা না 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 সবই সব মধ্যে অলগা কথা বার ଅଛି দেখ চন্দ্র তুই একা তো বাহ মোর পিলা ছুয়া হ্যাঁ হ্যাঁ চন্দ্র এক দুই দুই তিন সেମିତି কই হবনি আমার মিঠুয়ারে যারা ছয়াইছি মোর যদি যারা ছয়ালা আমি তো দুই চাই পাগল সে খাইবে কোন বঞ্চিবে কেমিতি মানে বর্তমান নাটকরে ମୁଁ ଗୀତ ଗାଉଛି ଯେ ଯେମିତି ଚଳିବା କଥା ସେମିତି ଚଳିବା ଏମିତି ଆମେ ବହୁତ କଷ୍ଟରେ ଚଳୁଛେ ତମ ପରିବାର ଆମ ପାଇଁ କାହିଁକି ହଇରାଣ ହବ କହିଲ দেখ চন্দ্র তু জানিଛୁ চন্দ্র ମୁଁ କେତେ ପଇସା ରୋଜଗାର କରୁଛି ତୁ ଜାଣିଛୁ ମୋ ପାଇଁ ତୁ କାହିଁ କଷ୍ଟ ପାଇବୁ ତୁ କେତେ ଭଲ ପଢୁଥିଲୁ ଚନ୍ଦ୍ର କାଲି ସକାଳେ ଚାହିଁଲେ ତୁ କୋଉଠି ଗୋଟେ ବଡ଼ ଚାକିରି କରିବୁ ଭଲରେ ରହିବୁ ତୋ ପରିବାରକୁ ତୁ ଭଲରେ ରଖିବୁ ମୋ ପାଇଁ ତୋ ପରିବାରକୁ ତୁ ଅବହେଳା କରିବୁ କାହିଁକି ଭାଇ ତୋ ପରିବାର ମୋ ପରିବାର ଆରେ କେମିତି ଅଲଗା ଅଲଗା ଶୁଣୁଛି ଆରେ କଥାରେ ଅଛି ଚନ୍ଦ୍ର ଯେତେ କନିଆ ସେତେ ବର ଯେତେ ଭାଇ ସେତେ ଘର ଆମର ତ ଗୋଟାଏ ଘର ତୁ ରହିବୁ ଚନ୍ଦ୍ର ତୁ ରହିବୁ ଆମେ ଆମର ଅଲଗା ବ୍ୟବସ୍ଥା କରିବୁ କିଛି ନହେଲେ ଗୁହାରଟା ଖାଲି କରୁଛି ଆମେ ସେ ଗୁହାର ଘର ରହିବୁ ଆରେ ତମେ ଏମିତି କଣ କହୁଛ ମୁଁ ତ କିଛି ବୁଝିପାରୁନି ମୁଁ କହୁଛି ଶୁଣ ତମେ ଏକୁଟିଆ ଥିଲ ବାହାସା ହେଲ ତମକୁ ଚଳେଇଲୁ ତମ ସ୍ତ୍ରୀକି ପୋଷିବୁ ତମ ଛୁଆ ପିଲା ତାକୁ ପୋଷିବୁ ତା ପୂଜାର ବାହାଘର କରିବୁ ନା ନାଇଁ ଆରେ ପୂଜାର ବାହାଘର ହବ ନା ନାଇଁ କହିଲ ଆମେ ସମସ୍ତେ ମିଳିମିଶି ପୂଜା ବାହାଘର କରିବା ମୁଁ ମୋର ସବୁ ଜିନିଷ କଣ ପୂଜାକୁ ଦେଇଦେବି ଆସିବାକୁ ସବୁ ଚୁନା କର ତମେ କାଟିଲେ ସବୁ ଚୁନା ମୂର୍ଖ ଖାଲି ଗହଣା ଗାଠି ଦେଇଦେଲେ ବାହାଘର ହେଇଯିବନି ବାହାଘର ପାଇଁ ଅତି କମରେ 10-15 ଲକ୍ଷ ଟଙ୍କା ଦରକାର ମୋ ଭାଇକୁ କହିବି କିଛି ଟଙ୍କା ଦେଇଦବ ତମ ଭାଇର ଟଙ୍କାରେ ମୋ ଭଉଣୀର ବାହାଘର ମୁଁ କରିବି ଟଙ୍କା 2 ଲକ୍ଷ ଦେଇପାରିଲିନି ତମ ବାହାଘର ବନ୍ଦ ହେଇଯାଉଥିଲା
ମୋ ଭଉଣୀର ବାହାଘର କରିବା ଯଥେଷ୍ଟ କ୍ଷମତା ମୋ ପାଖରେ ଅଛି। ତମେ ଖାଲି ଆମକୁ ଆମ ବାଟେ ଛାଡ଼ି ଦିଅ। ତମ ମାନେ ତମେ ଦେଖ, ମାନେ ମୋର କହିବାର କଥା, ତମେ ଆମ ଠାରୁ ବିଦାୟ ହେଇଛ। ଶୁଣିପାରୁଛୁ ନା ନାଇଁ? ମୋ ଭାଇ ଭାଉଜ କହୁଛନ୍ତି ମୋ ଠାରୁ ଅଲଗା ହେଇଯିବେ। ନାଇଁ, ସେମିତି ହେଇପାରିବନି। ଆମେ ଆପଣଙ୍କ ଠାରୁ ଅଲଗା ହେଇପାରିବନି। କାହିଁକି ହେଇପାରିବନି? ହବୁନି ମାନେ ହବୁନି। ଏ ଭାଇ ଏତେ ଦିନ ସମୟ ଦେଲ, ଆଉ 6 ମାସ ଦେଇଦେଲେ କ୍ଷତି କର। ଏ ଭାଇ ମୁଁ ତମ କଥା ଦଉଛି, ମୁଁ ଚାକିରି କରିବି, ଛୋଟ ମୋଟ ଚାକିରି ନୁହଁ, ବହୁତ ବଡ଼ ଚାକିରି କରିବି। ଭାଇ ତମେ କହିବା ଠାରୁ ମୁଁ ମନ ଦେଇ ପାଠ ପଢୁଛି, ବହୁତ ଜାଗାରେ ଫର୍ମ ଆପ୍ଲାଏ କରିଛି। ଭାଇ মতো এত দিন সময় দিলানি, ଆଉ 6 মাস সময় দিও। ମୁଁ ତମକୁ କଥା ଦଉଛି, ମୁଁ ଯଦି আইএস ନ পাই তারপর তোমাকে কইব। আরে তুমি এমিতি অনেক থর কইছাইলনি। আমি আমার ডিসিশন নেই সাজু, তোমার ডিসিশন তুমি নিও। এ ঘরে তুমি রহিব না আমি রহিব। এটা অন্যায় করছো ভাউছ। এ ভাই এমনি প্রতিশোধ দিওনি। ମୁଁ ସତ କହୁଛି, ତମେ ଯଦି ଏମିତି ପ୍ରତିଶୋଧ ଦବ ନା, ତାହେଲେ ମୁଁ ଦୁନିଆ ଛାଡ଼ିଦେବି। ହେଇ ମୁଁ ପୁଅର ଭବିଷ୍ୟତ କଣ? ରକ୍ତ ପିଲା ମୋ ପାଇଁ ମୋ ପିଲା ଦରକାର ନାହିଁ, ମୋ ସ୍ତ୍ରୀ ବି ମୋର ଦରକାର ନାହିଁ। ମୋର କେବଳ ମୋ ଭାଇ ଭାଉଜ ଦରକାର। ଆମର ସ୍ୱାଧୀନ ହେଇ ବଞ୍ଚିବା ଦରକାର। ଆମେ କେମିତି ଭଲ ଖାଇବୁ, ଆମେ କେମିତି ଭଲ ଖାଇବୁ, ଆମ ଚିନ୍ତା ଆମେ କରିବୁ। ଆମ ବିଷୟରେ ତ ଚିନ୍ତା କରିବା ଦରକାର ନାହିଁ। ତମେ ଚିନ୍ତା ତମେ କର, ଯେତେ ଶୀଘ୍ର ପାରୁଛ ତମେ ଆମ ଠାରୁ ଅଲଗା ହେଇଯାଅ। ଆଜି କଣ ହେଇଛି? କାହିଁକି ଏମିତି କଥାବାର୍ତ୍ତା କରୁଛନ୍ତି? ଏ ଭାଇ ଥରେ ତ ମୋ ଜାଗାକୁ ଆସ। ମାନିବ, ମୁଁ ଯାହା କହିବି ମାନିବ। ମାନିବି? କଣ ମାନିବି? ତୋ ଜାଗାକୁ ତୋ ଭାଇ ଯିବେ, ତୋ ଭାଇ ଜାଗାକୁ ତୁ ଆସିବୁ। ତୁ ଯାହା କହିବୁ ତୋ ଭାଇ ମାନିବେ, ତୋ ଭାଇ ଯାହା କହିବେ ତୁ ମାନିବୁ। କିଛି ବୁଝିପାରିଲିନି। ଆଜି ଯୋଉ ତୁ ହବ ହରିଶ, ତୋ ଭାଇ ହେବେ ଚନ୍ଦ୍ର। ହରିଶ ଯାହା କହିବ ଚନ୍ଦ୍ର ମାନିବ, ଚନ୍ଦ୍ର ଯାହା କହିବ ହରିଶ ମାନିବ। ହେଇ ଘର ଛାଡ଼ି ଯିବା କଥା କହିଲେ ତମେ ଜମା ବି ରାଜି ହବ। ହରିଶ ହରିଶ, ଆରେ ତମେ ମୋ କଥା ଶୁଣୁଛ ନା ନାଇଁ? ହରିଶ ଭାଇ ଭାଉଜ ତମକୁ ଡାକୁଛନ୍ତି। ମୂର୍ଖ ତୁ ହରିଶ, ମୁଁ ଚନ୍ଦ୍ର। କହିଲେ ରାଜି ବୋଲି ଆରମ୍ଭ କର। ଆଉ ଯୁଦ୍ଧ କହିନା ଷ୍ଟାର୍ଟ କରିବି। ଶୁଣ କହିନା ଷ୍ଟାର୍ଟ କରିବି। କହିନା ଷ୍ଟାର୍ଟ କରିବି। ଆମେ ଷ୍ଟାର୍ଟ କର। ତୁ ପାଠ ପଢ, ମୁଁ ତତେ 6 ମାସ ସମୟ ଦଉଛି। ତୁ ପାଠ ପଢ, ଚାକିରି କର। ଆରେ ତୋ କଥା ତୋ ପରିବାର କଥା ଜମା ଚିନ୍ତା କରନି, ମୁଁ ଅଛି ସବାଇ ନେବି। ଆରେ ଭାଇ ମୋ ପାଇଁ ତମେ କାହିଁ କଷ୍ଟ ପାଇବ, ଯନ୍ତ୍ରଣା ପାଇବ, ବରଂ ମୁଁ ଏ ଘର ଛାଡ଼ି ଚାଲିଯିବି। ଆରେ ତୁ କାହିଁ ମୋ କଥା ଚିନ୍ତା କରୁଛୁ? ମୁଁ ନାଟକ କରୁଛି, ପରିବାର ବସୁଛି। ଆରେ ତୁ ଭଲ ଜାଗା ଚାକିରି କଲେ ଆମ ପୂଜା ବାହାଘର ବଡ ଧୁମଧାମରେ କରିବା। ନାଇଁ ଭାଇ କଥା କହିକି ମୋ ପାଇଁ କଷ୍ଟ, ତମେ କାହିଁ କଷ୍ଟ ପାଇବ? ମୁଁ ନିଜ ବଳିରେ ଠିଆ ହେବି, ମୁଁ ସଂଘର୍ଷ କରିବି ଭାଇ। ମୁଁ ସଂଘର୍ଷ କଲେ ବଡ ହବି, ଏ ସବୁଠାରୁ ଭଲ ହବ ଏ ଘର ଛାଡ଼ି ମୁଁ ଚାଲିଯିବି। ନାଇଁ ନାଇଁ ତୁ ଏଇ କରିବୁ, ମୁଁ କହୁଛୁ ଏଇ ପାଠ ପଢିଲେ ତୁ ତ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବୁ। ବାସ୍। ଆରେ ତା କଥାର କଣ ଉତ୍ତର ଦେଇପାରୁନ? ମତେ କହିବାର ସୁଯୋଗ ଦେଲେ ତ ଚନ୍ଦ୍ର, ମୁଁ ତ ବଡ ଭାଇ କହୁଛି, ମୁଁ ତତେ 6 ମାସ ସମୟ ଦଉଛି। ତୁ ପାଠ ପଢ, ଚାକିରି କର, ତୋ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯିବୁ। ବାସ୍ ଚନ୍ଦ୍ର, ଆରେ ଯା ରେ ଭାଇ ଯା। रे भाई जा। भाई जाओ बोले तू ये दोनों जा। अरे कौन जानो मोबाइल बस तो मजाक करते क्या क्या मोबाइल बस तो सतर चाची ना करो जीवनी तू जीवनी और बात जीवो कोई ना जीवनी और बात जीवो जीवनी माने जीवनी आई हाँ कौन भाई जेल तुम्हें जाओ घर भीतर को हम जेते सब व्यवहार जिन सब ये सब आज ये घर छाड़ी हमें चली जाओ
অঞ্জলিকে বাইরে বলি করবুত্র যেদিন চলে গেছে বলি রাগাইতে আরে ও কথা থেকে শুনে যাও वो अपने प्रतिशोध ले जाने वो तो हमारे को सारी बहुत चिंतारी बेटे एवरी सफर करो मत छाई के जाने चिको आज सत्य पहुंची हूँ तू जब ये घर चली ना चिको ना उन सत्य पहुंचे आज ये घर चली बहुत चले जी ले काय के बारे काय ना तू जोड़े बेकार अरे मैं कौन सी चाकरी करी बोली सही राजी जो तू चाहे कर वो सही राजी कथा लोग सही राजी इतने दिन समय देला इतने दिन मोड़ी उठने सोईला ଆଉ 6 ମାସ ଶୋଇଗଲେ କେତେ କଣ ହୁଏ ଆରେ 6 ମାସ ମୋ ପାଖରେ ସମୟ ଥିଲେ ତ ଆରେ ମତେ ଲାଗୁଛି ଯେମିତି 6 ମାସ ଭିତରେ ଆରେ हे अप्पा तुम इतने निष्ठुर हो जाओ ମୁଁ ସୁଧ କହୁଛି ଅପା ତମକୁ ଛାଡ଼ି ମୁଁ ଗୋଟାଏ ମୁହୂର୍ତ୍ତ ରହିପାରିବି ବାହାଘର ଠାରୁ ଆଜି ପର୍ଯ୍ୟନ୍ତ ତମେ ମତେ ରୋଷେଇଶାଳାକୁ ଛାଡ଼ି ଦେଇନ ଆମେ ଦି ଜଣ ଚଳିବୁ କେମିତି ମୋ ସ୍ୱାମୀଙ୍କ ତ ଫୁଟା କୋଉଠି ରୋଜଗାର ନାହିଁ ଆମେ ଦି ଜଣ ବଞ୍ଚିବୁ କେମିତି ଅପା ତମେ ପରା କହୁଥିଲ ମୁଁ ତମ ସାନ ଭଉଣୀକୁ ଏମିତି ଅବସ୍ଥାରେ ଛାଡ଼ିଦେବାଟା କଣ ଠିକ ହବ संस्थान पवनी गले मनीषा सब पालटी जाए मु सत कहूची तुम निज को जानी देले मु सतरे सफल हिची खेल खेली मारे मो जीवन सहित खेल खेलती चंद्र ठार हरी सोल गाई गले हरिश्चंद्र नाटकटा अधूरा रही गायत्री कहीं छिड़ा हो तुम कौन शुभुनि मन बदल भाई मुझे जानी नी खेल हारी गले जीवन हारी अरे तुम निज कौच मो निश्वास मु तुमको हाथ चलुची मो निश्वास मोटार छड़े मु तुम गोड़ तले पड़ुची
ସତରେ ମୋ ଚନ୍ଦ୍ରଟା ଆଜି ମୋ ଘର ଛାଡି ଚାଲିଗଲା ନା ଗାୟତ୍ରୀ? ସତରେ ଚନ୍ଦ୍ରଟା ଏ ଘର ଛାଡି ଚାଲିଗଲା ଗାୟତ୍ରୀ?